ଆଜିର ଭିଡ଼ିଓଟି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ରही ଆପଣ ଦେଖିପାରିବେ ନିତ୍ୟାନନ୍ଦ ଗଣ୍ଡ ରାଜ୍ୟରେ ମୋଟ 4,849ଟି ସରକାରୀ ଉଚ୍ଚ ବିଦ୍ୟାଳୟ ରହିଛି। ପ୍ରଶ୍ନ ଥିଲା ଆପଣମାନଙ୍କର କେତୋଟି ସରକାରୀ ଉଚ୍ଚ ବିଦ୍ୟାଳୟ ରହିଛି ଏବଂ ସେଥିରେ ପ୍ରଧାନ ଶିକ୍ଷକ କେତେ ଅଛନ୍ତି ଏବଂ କେତେ ଖାଲି ପଦବୀ ଅଛି ଏବଂ ପଦବୀ କିପରି ପୂରଣ କରାଯାଉଛି ଆଉ କେବେ। ରାଜ୍ୟରେ ମୋଟ 4,849ଟି ସରକାରୀ ଉଚ୍ଚ ବିଦ୍ୟାଳୟ ରହିଛି। ତନ୍ମଧ୍ୟରୁ 2,585 ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଅଛନ୍ତି। ଏସବୁ ପଦବୀ ପଦୋନ୍ନତି ଦ୍ୱାରା ପୂରଣ କରାଯାଉଛି। ରମେଶ ଚନ୍ଦ୍ର ବେହେରାଙ୍କ ପ୍ରଶ୍ନ ଥିଲା। ତ ନିଶ୍ଚିତ ଭାବେ ଦେଖନ୍ତୁ ଏଠି ପଚରାଯାଇଛି କେତୋଟି କେଉଁ ବର୍ଗର ବନ୍ଦ ଥିବା ବିଦ୍ୟାଳୟର ପୁନଃ ଖୋଲିବା ପାଇଁ ସରକାର ସ୍ଥିର କରିଛନ୍ତି ଏବଂ ଏ ପର୍ଯ୍ୟନ୍ତ କି ପଦକ୍ଷେପ ନେଇଛନ୍ତି। ବିଦ୍ୟାଳୟ ଗଣଶିକ୍ଷା ବିଭାଗ ଦ୍ୱାରା ଜାରି କରାଯାଇଥିବା ବିଜ୍ଞପ୍ତି 5,465, 11/3/20, ସ୍ମାରକପତ୍ର 5,538, 11/3/20 ଏବଂ ସଂଶୋଧନ ସଂଖ୍ୟା ମଧ୍ୟ ରହିଛି। ମିଶ୍ରଣ ହୋଇଥିବା 5,679 ବିଦ୍ୟାଳୟ ମଧ୍ୟରୁ 46ଟିକୁ ଖୋଲାଯାଇଛି। ତ ଏଠି ଦେଖିପାରିବେ ଅରୁଣ କୁମାର ସାହୁଙ୍କର ପ୍ରଶ୍ନ ରହିଛି, ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ଅନୁଗ୍ରହ କରି କହିବେ କି ପ୍ରାଥମିକ ଶିକ୍ଷାରେ କେତେ ପ୍ରକାର କ୍ୟାଟେଗୋରୀର ଶିକ୍ଷକ କାର୍ଯ୍ୟରତ। ନିଜେ ଇଏ ଯେତେବେଳେ ବିଜେଡ଼ି ସରକାର ଥିଲେ ଇଏ ପଦବୀ ସୃଷ୍ଟି କରିଛନ୍ତି। ଧର୍ମକୁ ଆଖିଠାର ମାରୁଛନ୍ତି ଏବଂ ପଚାରିଛନ୍ତି କେଉଁ ବର୍ଗରେ କେତେ ଅଛନ୍ତି ଏବଂ କେତେ ଦରମାରେ ଅଛନ୍ତି, କେବେ ସୁଦ୍ଧା ସରକାର ସମାନ କାର୍ଯ୍ୟକୁ ସମାନ ଦରମା କରିବେ, ତାକୁ ମଧ୍ୟ ଚତୁରତାର ସହିତ ପ୍ରଶ୍ନର ଉତ୍ତର ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ। ଶ୍ରୀମତୀ ସୁଭାଷିନୀ ଜେନା ମଧ୍ୟ କହିଛନ୍ତି ବସ୍ତା ନିର୍ବାଚନ ମଣ୍ଡଳୀରେ ପ୍ରାଥମିକ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକରେ ଡ୍ରପ୍ ଆଉଟ୍ ସଂଖ୍ୟା ହାରାହାରି କେତେ, ବାଲେଶ୍ୱର ଜିଲ୍ଲାରେ ଏହାକୁ ହ୍ରାସ କରିବା ପାଇଁ ସରକାରଙ୍କ ପକ୍ଷରୁ କ'ଣ କ'ଣ ପଦକ୍ଷେପ ନିଆଯାଇଛି ଦେଇଛନ୍ତି। ପ୍ରାପ୍ତ ତଥ୍ୟ ଅନୁଯାୟୀ ବାଲେଶ୍ୱରରେ ଡ୍ରପ୍ ଆଉଟ୍ ସଂଖ୍ୟା 329। ଡ୍ରପ୍ ଆଉଟ୍ ସଂଖ୍ୟାକୁ ହ୍ରାସ କରିବା ନିମନ୍ତେ ବିଭିନ୍ନ ଅଞ୍ଚଳର ପଦଯାତ୍ରା, ସ୍ୱତନ୍ତ୍ର ଅଭିଭାବକ ସ୍ତରୀୟ ଆଲୋଚନା, ଅନ୍ୟାନ୍ୟ ସଚେତନତା କାର୍ଯ୍ୟକ୍ରମ ହେଉଛି ଏବଂ ହଷ୍ଟେଲରେ କେଜିବି ହଷ୍ଟେଲରେ ରାଜ୍ୟ ମୁକ୍ତ ବିଦ୍ୟାଳୟରେ ମଧ୍ୟ ଆଡ଼ମିସନ୍ କରାଯାଉଛି, ମାଇନ୍ ଷ୍ଟ୍ରିମିଂ କରାଯାଉଛି। ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଯିଏକି କହିଥିଲେ ବ୍ଲକ୍ ୱାଇଜ୍ ଡାଟା ମାଗିଥିଲେ ଜୁନିୟର ଟିଚର କେତେ ଅଛନ୍ତି ପ୍ରାଇମେରୀ ଓ ଅପର ପ୍ରାଇମେରୀରେ, ଯେଉଁମାନେ କି 2011ରେ ପୋଷ୍ଟିଂ ପାଇଥିଲେ ଏବଂ OTET କରିନାହାନ୍ତି ବୋଲି ରେଗୁଲାର ହୋଇପାରୁନାହାନ୍ତି। ସେ ତଥ୍ୟ ମାଗିଛନ୍ତି ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଯିଏକି ଏ ପ୍ରଶ୍ନର ଉତ୍ତର ରହିଛି ନିତ୍ୟାନନ୍ଦ ଗଣ୍ଡଙ୍କ ଠାରୁ। କେନ୍ଦ୍ର ସରକାର ଦେଶରେ ନୂତନ ଶିକ୍ଷାନୀତି ଲାଗୁ କରିବା ପରିପ୍ରେକ୍ଷୀରେ ରାଜ୍ୟରେ ନୂତନ ଶିକ୍ଷାନୀତି ଲାଗୁ କରିବା ପାଇଁ ସରକାରଙ୍କ ଦ୍ୱାରା ନିଆଯାଇଥିବା ପଦକ୍ଷେପ। ଓଡ଼ିଶା ସରକାରଙ୍କ ନିଷ୍ପତ୍ତି କ୍ରମେ ବିଜ୍ଞପ୍ତି ସଂଖ୍ୟା 1234, 15/1/25ରେ ସରକାରଙ୍କ ଦ୍ୱାରା ଜାରି କରାଯାଇଛି ଜାତୀୟ ଶିକ୍ଷାନୀତିର ସଫଳ ରୂପାୟନ ନିମନ୍ତେ। ଜାନୁଆରୀ ମାସ 21ରୁ 23 ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ଏକ ଜାତୀୟ କର୍ମଶାଳା କରାଯାଇଥିଲା। ଏହାର ପ୍ୟାଟର୍ନ ରହିଛି 5+3+3+4। କେନ୍ଦ୍ର ସରକାର ଦେଶରେ ନୂତନ ଶିକ୍ଷାନୀତି ଲାଗୁ କରିବା ପରିପ୍ରେକ୍ଷୀରେ ଏହି କାର୍ଯ୍ୟକ୍ରମ ସବୁ ହାତକୁ ନେଇଛନ୍ତି। ଅଶ୍ୱିନୀ କୁମାର ପାତ୍ରଙ୍କର ପ୍ରଶ୍ନ ଥିଲା ରାଜ୍ୟରେ ମୋଟ ସରକାରୀ ଉଚ୍ଚ ବିଦ୍ୟାଳୟ କେତେ ଏବଂ ପ୍ରଧାନ ଶିକ୍ଷକ ପଦବୀ କେବେଠାରୁ ପୂରଣ ହୋଇନି। ସିନିୟର ଏସ୍ଏସ୍ମାନଙ୍କୁ ପଦବୀ ନିଯୁକ୍ତି ଦେବା ସକାଶେ ପ୍ରତିବନ୍ଧକ କେଉଁଠି ଏବଂ କେବେ ସୁଦ୍ଧା ନିଯୁକ୍ତି ଦିଆଯିବ ସେ ବାବଦରେ ପ୍ରଶ୍ନ କରିଥିଲେ। ଉତ୍ତର ମଧ୍ୟ ଦେଇଥିଲେ ଗଣଶିକ୍ଷା ମନ୍ତ୍ରୀ। ରାଜ୍ୟ ମୋଟ 4,849ଟି ସରକାରୀ ଉଚ୍ଚ ବିଦ୍ୟାଳୟ ରହିଛି। ତନ୍ମଧ୍ୟରୁ ଅଦ୍ୟାବଧି 2,585 ଗୋଟିଏ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ପଦବୀ ଖାଲି ପଡ଼ିଛି। 2,585ଟି ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ପଦବୀ ଖାଲି ପଡ଼ିଛି। ପଦୋନ୍ନତି ଦ୍ୱାରା ପୂରଣ କରାଯିବା ପାଇଁ ପ୍ରକ୍ରିୟା ଜାରି ରହିଛି। ଉତ୍ତର ଦେଖନ୍ତୁ, ରାଜ୍ୟରେ ବନ୍ଦ ଥିବା କମିଟିକୁ ସ୍କୁଲକୁ ରିଡ୍ରେସାଲ କମିଟିରୁ କୌଣସି ପ୍ରସ୍ତାବ ହସ୍ତଗତ ହେଲେ ତାହାକୁ ଅନୁଧ୍ୟାନ କରାଯିବ ଏବଂ ଧାରା 24 ଅନୁଯାୟୀ କମିଟିର ବିବେଚନା ପରେ ଏହି କମିଟିର ସୁପାରିଶ କ୍ରମେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ବ୍ୟବସ୍ଥା ରହିଛି। ମାନସ କୁମାର ଦତ୍ତ ପଚାରିଛନ୍ତି ଓଡ଼ିଶାରେ ପ୍ରାଥମିକ ଉଚ୍ଚ ପ୍ରାଥମିକ ଉଚ୍ଚ ବିଦ୍ୟାଳୟର କ୍ୟାଟେଗୋରୀ ଓ ବିଷୟର ତଥା PET, ଆର୍ଟ ଓ ସାଂସ୍କୃତିକ ମିଶି କେତେ ଶିକ୍ଷକ ଆବଶ୍ୟକ ବର୍ଗ ଅନୁଯାୟୀ ତାହାର ଏକ ତଥ୍ୟ ପ୍ରଦାନ କରିବା ସହ ଉକ୍ତ ଶିକ୍ଷକ ପଦବୀ ପୂରଣ ନିମନ୍ତେ ସରକାର କ'ଣ ପଦକ୍ଷେପ ଗ୍ରହଣ କରିବେ। ଏହି ମର୍ମରେ ବାଲେଶ୍ୱର ସଦର ନିର୍ବାଚନ ମଣ୍ଡଳୀରେ ମଧ୍ୟ କେତେ ଫାଙ୍କା ରହିଛି, ଜିଲ୍ଲା ଶିକ୍ଷା ଅଧିକାରୀ କୌଣସି ପଦକ୍ଷେପ ଗ୍ରହଣ ନ କରିବାର କାରଣ କ'ଣ। ଜନୈକ ଶିକ୍ଷୟିତ୍ରୀଙ୍କ ପାଇଁ ହୋଇଥିବା ବିଶୃଙ୍ଖଳା ଆଚରଣ ପାଇଁ କାରଣ ପଚାରିଛନ୍ତି। ରାଜ୍ୟରେ ପ୍ରାଥମିକ ଉଚ୍ଚ ପ୍ରାଥମିକ ପରିଶିଷ୍ଟ କ ଖରେ ଦିଆଯାଇଛି ଏବଂ ଗ ଘରେ ଶିକ୍ଷକ ପଦବୀ ଗୁଡ଼ିକର ବର୍ଗବାରୀ ତାଲିକା ମଧ୍ୟ ଦିଆଯାଇଛି। ଦେଖିବା କ'ଣ ରହିଛି।
ବାଲେଶ୍ୱର ମଣ୍ଡଳୀ ଅନ୍ତର୍ଗତ ନୀଳଦା ପ୍ରାଥମିକ ବିଦ୍ୟାଳୟରେ ଜନୈକ ଶିକ୍ଷୟିତ୍ରୀ ପାଇଁ ହୋଇଥିବା ବିଶୃଙ୍ଖଳା ଆଚରଣ ପାଇଁ ବିଧିବଦ୍ଧ ତଦନ୍ତ କରାଯାଇ ନ୍ୟାୟୋଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ତ ଦେଖନ୍ତୁ ଏଠି ଲେବୁଲ୍ VA VB 4 3 ମିଶି 1,35,656 ପଦବୀ ସଂଖ୍ୟା, ଖାଲି ଥିବା ଶିକ୍ଷକ ପଦବୀ ସଂଖ୍ୟା ରହିଛି 16,973। ଉତ୍ତର ମଧ୍ୟ ଦେଇଛନ୍ତି। ଏବଂ ଅରୁଣ ସାହୁ ପଚାରିଥିଲେ ସମସ୍ତ ପ୍ରକାର କାମକୁ ସମାନ ଦରମା କେବେ ସୁଦ୍ଧା କରିବେ ସରକାର, ଏବଂ ତାହାର ଉତ୍ତର ମଧ୍ୟ ବହୁତ ଚାଲାକିରେ ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ। ରାଜ୍ୟର ସ୍ଥିରୀକୃତ ଦରମା ତାଙ୍କୁ ଦିଆଯାଉଛି ବୋଲି ଦର୍ଶାଇଛନ୍ତି ଏବଂ କ୍ୟାଟେଗୋରୀ କେତେ ଭାଗରେ ରଖିଛନ୍ତି ପୂର୍ବ ସରକାର କରିଥିଲେ ତାହାକୁ ମଧ୍ୟ ସେ ଉଲ୍ଲେଖ କରିଛନ୍ତି। ଦେଖନ୍ତୁ ଇଏ ରହିଛି ଆପଣଙ୍କର ଲେବୁଲ୍ VA ଲେବୁଲ୍ VB ଲେବୁଲ୍ 4 ପ୍ରାଥମିକ ପ୍ରଧାନ ଶିକ୍ଷକ ଏବଂ ସ୍ନାତକ ଶିକ୍ଷକ, ଲେବୁଲ୍ 3 କନିଷ୍ଠ ଶିକ୍ଷକ ସ୍କିମାଟିକ୍ ଗଣଶିକ୍ଷକ ଏବଂ ଲେବୁଲ୍ B ଏକ୍ସକେଡର 8 ଗୋଟି କ୍ୟାଟେଗୋରୀ କରିଛନ୍ତି ସରକାର ଏବେ ସୁଦ୍ଧା ତାକୁ ଚଲେଇଛନ୍ତି। ବିଜୟ କୁମାର ବେହେରା ପଚାରିଛନ୍ତି ବଡ଼ମ୍ବା ନିର୍ବାଚନ ମଣ୍ଡଳୀରେ ଥିବା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକରେ ସମାନପାତିକ ହାରରେ ଶିକ୍ଷକ ଓ ଶିକ୍ଷକମାନଙ୍କର ଅଭାବ ରହିଛି, ଫଳରେ ଶିକ୍ଷାଦାନ ବ୍ୟାହତ ହେଉଛି। ଅସୁବିଧାକୁ ଦୂର କରିବା ପାଇଁ ନିଯୁକ୍ତି ପ୍ରକ୍ରିୟା କରିବା ପାଇଁ ସରକାର କି ପଦକ୍ଷେପ ନେଉଛନ୍ତି ବୋଲି ପଚାରିଛନ୍ତି। ଦେଖନ୍ତୁ ଇଏ ରିପୋର୍ଟଟି ଆସିଛି ବିଭିନ୍ନ କ୍ୟାଟେଗୋରୀରେ ଜୁନିୟର ଟିଚର ସ୍କିମେଟିକ୍ ଗଣଶିକ୍ଷକ PTI। ଦେଖନ୍ତୁ ଜୁନିୟର ଟିଚର 1831 ଜଣ ଅଛନ୍ତି, ଜୁନିୟର ଟିଚର ସ୍କିମେଟିକ୍ ରହିଛନ୍ତି 13,109 ଏବଂ ଦେଖିପାରୁଥିବେ ଗଣଶିକ୍ଷକ ମଧ୍ୟ ରହିଛନ୍ତି 1,110 ଏବଂ PTI ରହିଛନ୍ତି 4,424, ମୋଟ 20,474। ତ ନିଶ୍ଚିତ ଭାବେ ଦେଖନ୍ତୁ ଇଏ ହେଉଛି ବିଧାନସଭାର କଥା। ଏବଂ ସବୁଠାରୁ ବଡ଼ କଥା ରହିଛି ସରକାର ଖୁବ୍ ଶୀଘ୍ର ଚୁକ୍ତି ପ୍ରଥାକୁ ଉଠାଇବା ସହ କେବଳ 6 ବର୍ଷକୁ ମୂଳ ଚାକିରିରେ ଗଣନା କରିବା ପାଇଁ ଯାଉଛନ୍ତି। ଯଦି ମିଳିତ ପ୍ରୟାସ ହୁଅନ୍ତା ତେବେ କିଛି ବି ହେଇପାରନ୍ତା, ନଚେତ୍ ସେତିକିରେ ମନ ବୁଝେଇବା କଥା। ତ ଇଏ ଦିଗଟିକୁ ଆପଣମାନେ ଗୁରୁତ୍ୱରେ ନିଅନ୍ତୁ, କାହିଁକିନା ସମସ୍ତେ ଆଶା କରି ରହିଛନ୍ତି ସରକାର ନୂଆ କଥା କିଛି ନିଶ୍ଚିତ ଆମ ପାଇଁ ହେବ, ଯାହାକି ଆଶା ଭରସାରେ ବହୁତ ଲୋକ ଏମିତି ଆଶାରେ ରହିଛନ୍ତି ଯାହାକୁ ସରକାରୀ କଳ କେତେ ଦୂର ଗ୍ରହଣ କରିବେ। ଇଏ ଏମିତି ଗୋଟେ ମେସେଜ୍ ଆସିଛି, ଚୁକ୍ତି ପ୍ରଥା ଉଠାଇବେ, କେବଳ 6 ବର୍ଷକୁ ମୂଳ ଚାକିରିରେ ଗଣନା କରିବେ। ଯଦି ମିଳିତ ପ୍ରୟାସ ହେବ ତେବେ କିଛି ହେବ, ନହେଲେ ସେତିକିରେ ସନ୍ତୁଷ୍ଟ ରହିବା ପାଇଁ ମଧ୍ୟ ପରାମର୍ଶ ଦେଇଛନ୍ତି ଜଣେ ଶିକ୍ଷକ ନେତା, ଯାହାକୁ ନେଇ ବର୍ତ୍ତମାନ ହଟଚମଟ ସୃଷ୍ଟି ହୋଇଛି। ତ ନିଶ୍ଚିତ ଭାବେ ବର୍ତ୍ତମାନର ଇଏ ବଡ଼ ଅପଡ଼େଟ୍।